ଆପଣ ପୋଷ୍ଟ ଅଫିସରେ ଫିକ୍ସ ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି, କୋଉ ଫିକ୍ସ ଡିପୋଜିଟ୍ ଆପଣଙ୍କ ପାଇଁ ଭଲ, କୋଉ ଫିକ୍ସ ଡିପୋଜିଟ୍ ସୁଧ ଭଲ, ଏ ବିଷୟରେ ଆପଣଙ୍କ ପାଖରେ ଆଇଡିଆ ନାହିଁ ବା ଆପଣ ଜାଣିପାରୁନାହାନ୍ତି କୋଉ ଫିକ୍ସ ଡିପୋଜିଟ୍ ପ୍ଲାନରେ ଆମେ ଇନଭେଷ୍ଟମେଣ୍ଟ କଲେ ଅଧିକ ସୁଧ ବା ଅଧିକ ରିଟର୍ନ ଆମେ ପାଇପାରିବା। ତେଣୁ ଆଜିର এই ଭିଡିଓରେ 1 ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ କୁ ନେଇ ପୋଷ୍ଟ ଅଫିସରେ ଉପଲବ୍ଧ ଫିକ୍ସ ଡିପୋଜିଟ୍ ପ୍ଲାନ ବିଷୟରେ ଆମେ ଆଲୋଚନା କରିବା। 1 ଲକ୍ଷ ଟଙ୍କା ଡିପୋଜିଟ୍ କଲେ କେଉଁ ଫିକ୍ସ ଡିପୋଜିଟ୍ ପ୍ଲାନରେ ଆପଣ ସୁଧ କେତେ ପାଇବେ ଏବଂ କଣ କଲେ ଆପଣଙ୍କର ସୁଧ 14.2% ପର୍ଯ୍ୟନ୍ତ ହେଇପାରିବ ବା 14.2% পর্যন্ত হাইয়েস্ট সুদ আপন পাইপারিবে এই ফিক্সড ডিপোজিট প্ল্যান। তেমন আজের এই ভিডিওরে এই বিষয়ে সম্পূর্ণ তথ্য আছে, ভিডিওটি শেষ পর্যন্ত নিশ্চিত দেখুন, নহলে আপন বুঝি পারিবে নাই। যে সিক্রেট টিপস মু আপনাকে দেবি এই ভিডিওরে, সেই সিক্রেট টিপস যদি আপন ফলো করতে তাহলে আপন এই ফিক্সড ডিপোজিট প্ল্যানরে 1 লক্ষ টঙ্কা যদি আপন ডিপোজিট করুଛନ୍ତି তাহলে বর্ষকু 14.2% সুদ আপন পাইপারিবে। তেমন ভিডিওটি শেষ পর্যন্ত দেখুন এবং প্রথম করে যদি মো চ্যানেলକୁ ଆସିଥାନ୍ତି তাহলে সাই আইডিয়াল টিপস কু লাইক করন্তু, শেয়ার করন্তু এবং সবস্ক্রাইব করন্তু। ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା ଆଜିର ଭିଡିଓ। ପୋଷ୍ଟ ଅଫିସରେ ମୁଖ୍ୟତଃ ଯେତେ ପ୍ରକାର ଫିକ୍ସ ଡିପୋଜିଟ୍ ଉପଲବ୍ଧ ତା ଭିତରୁ 3ଟି ବେଷ୍ଟ ଫିକ୍ସ ଡିପୋଜିଟ୍ ପ୍ଲାନ୍ ମୁଁ ଆପଣମାନଙ୍କ ଆଗରେ ଡିସ୍କସନ କରିବି। ସେଇ 3ଟା ଫିକ୍ସ ଡିପୋଜିଟ୍ ଯୋଉ ବେଷ୍ଟ ଫିକ୍ସ ଡିପୋଜିଟ୍ ଗୁଡ଼ିକ ହେଲା ଟିଡି ଟର୍ମ ଡିପୋଜିଟ୍, ଏମ୍ଆଇଏସ୍ ମନ୍ଥଲି ଇନକମ୍ ସ୍କିମ୍, ଆଉ ଗୋଟେ ହେଲା ଏନ୍ଏସ୍ସି ବା ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍। ଏଇ 3ଟି ଫିକ୍ସ ଡିପୋଜିଟ୍ କୁ ନେଇ ଆମେ 1 ଲକ୍ଷ ଟଙ୍କା ଡିପୋଜିଟ୍ ରେ বার্ষিক সুদ ক্যালকুলেশন করিবা এবং ম্যাচুরিটি ভ্যালু কেতে হবো তাকে দেখিবা এবং ভিডিওর সেকেন্ড পার্টরে আমি ডিসকশন করিবা যে আমকু কোন কলে কোউ সিক্রেট টিপস আমি যদি ফলো করন্তি তাহলে আমার সুদ 14.2% পর্যন্ত হাইয়েস্ট ହେଇପାରିବ, ଅଧିକ ରିଟର୍ନ ଆମେ ପାଇପାରିବା। ତେଣୁ ବର୍ତ୍ତମାନ ଆମେ ଡିସ୍କସନ କରିବା ଯେ ଯଦି 1 ଲକ୍ଷ ଟଙ୍କା ଆପଣ 5 ଇୟର ଟିଡି ଆଉ 5 ବର୍ଷ ଟର୍ମ ଡିପୋଜିଟ୍ ଯଦି ଆପଣ ଇନଭେଷ୍ଟମେଣ୍ଟ କରୁଛନ୍ତି ତ ଏଇ ସ୍କିମର ସୁଧ ହାର ଅଛି 7.5% ବାର୍ଷିକ। ତେଣୁ ମୋଟ ଉପରେ ଯଦି ଆପଣ 1 ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରୁଛନ୍ତି ତ ବାର୍ଷିକ ସୁଧ ଗୋଟେ ବର୍ଷ ଶେଷରେ ଆପଣ ଏଇ ସ୍କିମରେ ସୁଧ ପାଉଛନ୍ତି 7,714 ଟଙ୍କା ଏବଂ 5 ବର୍ଷ ପରେ ଆପଣ এই স্কিমରୁ ମୋଟ ସୁଧ ଆପଣ ପାଇବେ 38,570 ଟଙ୍କା ଏବଂ ଆପଣଙ୍କର ଆଫ୍ଟର 5 ଇୟର ଟୋଟାଲ ମ୍ୟାଚୁରିଟି ରେସିଓ ହବ ଆପଣଙ୍କର ଲକ୍ଷ ଟଙ୍କା ମୂଳଧନ ଏବଂ 38,570 ଟଙ୍କା ସୁଧ, ଟୋଟାଲ ଆପଣ 1,38,570 ଟଙ୍କା ଆପଣ ପାଇବେ। ସେଇଭଳି ଯଦି ଆପଣ 5 ଇୟର ଏମ୍ଆଇଏସ୍ ବା ମନ୍ଥଲି ଇନକମ୍ ସ୍କିମରେ ଯଦି ଆପଣ ଇନଭେଷ୍ଟମେଣ୍ଟ କରୁଛନ୍ତି ତ ଏଇ ସ୍କିମର ସୁଧ ହାର ଅଛି 7.4% ବାର୍ଷିକ। ଯାହାଫଳରେ କି ଆପଣଙ୍କର ବାର୍ଷିକ ସୁଧ ଆପଣ ଏଇ ସ୍କିମରେ ପାଇବେ 7,404 ଟଙ୍କା ଏବଂ 5 ବର୍ଷ ଶେଷରେ ଆପଣ ମୋଟ ସୁଧ ପାଇବେ 37,020 ଟଙ୍କା ଏବଂ 5 ବର୍ଷ ଶେଷରେ ଆପଣଙ୍କର ମ୍ୟାଚୁରିଟି ରାଶି ହବ ଲକ୍ଷ ଟଙ୍କା ଆପଣଙ୍କର ଇନଭେଷ୍ଟମେଣ୍ଟ ପ୍ଲସ୍ 37,020 ଟଙ୍କା ଆପଣଙ୍କର ସୁଧ, ଆପଣ ମୋଟ 1,37,020 ଟଙ୍କା ପାଇବେ। ସେଇଭଳି ଯଦି ଆପଣ 5 ଇୟର ଏନ୍ଏସ୍ସି ରେ ଇନଭେଷ୍ଟମେଣ୍ଟ କରୁଛନ୍ତି ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ରେ ଏଇ ସ୍କିମର ସୁଧ ହାର ଅଛି 7.7% ବାର୍ଷିକ ଏବଂ ବର୍ଷ ଶେଷକୁ ଆପଣ ଏଇ ସ୍କିମର ସୁଧ ପାଉଛନ୍ତି 8,980 ଟଙ୍କା ଏବଂ 5 ବର୍ଷ ଶେଷରେ ଆପଣ ମୋଟ ସୁଧ ପାଇବେ ଏଇ 5 ଇୟର ଏନ୍ଏସ୍ସି ସ୍କିମ ରେ 44,900 ଟଙ୍କା। ତେଣୁ ଆପଣଙ୍କର ଆଫ୍ଟର 5 ଇୟର ଆପଣ ମ୍ୟାଚୁରିଟି ରାଶି ପାଇବେ 1 ଲକ୍ଷ ଟଙ୍କା ଆପଣଙ୍କର ମୂଳଧନ ଏବଂ ମୋଟ ସୁଧ 44,900 ଏପରି 1,44,900 ଟଙ୍କା ଆପଣ ପାଇବେ। ତେଣୁ ଏଇ ଯୋଉ 3ଟି ବେଷ୍ଟ ଫିକ୍ସ ଡିପୋଜିଟ୍ ପ୍ଲାନର ଯଦି ଆପଣ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରନ୍ତି ତାହେଲେ ଆପଣ ଏନ୍ଏସ୍ସି ରେ ପାଉଛନ୍ତି ଆପଣଙ୍କର 1,44,900 ଟଙ୍କା। ସେଇ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରି ଆପଣ 5 ଇୟର ଏମ୍ଆଇଏସ୍ ରେ ପାଉଛନ୍ତି 1,37,020 ଟଙ୍କା ଏବଂ ସେଇ 1 ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରି ଆପଣ 5 ଇୟର ଟିଡି ରେ ପାଉଛନ୍ତି 1,38,570। ତେଣୁ ଏଇ 3ଟା ବେଷ୍ଟ ଫିକ୍ସ ଡିପୋଜିଟ୍ ପ୍ଲାନ ଭିତରୁ ଆପଣଙ୍କର ଯୋଉ 5 ଇୟର ଏନ୍ଏସ୍ସି ବା 5 ବର୍ଷ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ଆପଣଙ୍କୁ ଅଧିକ ସୁଧ ଦଉଛି ଏବଂ ଅଧିକ ରିଟର୍ନ ଆପଣ ପାଉଛନ୍ତି। ସାଇ ଆଇଡିଆଲ ଟିପ୍ସ କୁ ପ୍ରଥମ କରି ଆସିଥାନ୍ତି ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭବିଷ୍ୟତରେ ଏଇଭଳି ସୁନ୍ଦର ସୁନ୍ଦର ଭିଡିଓ ଆପଣ ମୋ ଚ୍ୟାନେଲ ମାଧ୍ୟମରେ ଦେଖିବାର ସୁଯୋଗ ପାଆନ୍ତୁ।